आज ଆମେ କରିବା ସାର ଓ ଖତ ପ୍ରୟୋଗ ବିଷୟରେ। ମୃତ୍ତିକାରେ ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବା ପାଇଁ ଯେଉଁ ପୋଷକ ଅତିରିକ୍ତ ଭାବେ ପ୍ରୟୋଗ କରାଯାଏ ତାହାକୁ ଖତ ଓ ସାର କୁହାଯାଏ। ତ ମାଟିରେ ଗଛଟା ହୃଷ୍ଟପୃଷ୍ଟ ବା ଭଲ ଭାବରେ ବଢ଼ିବା ପାଇଁ ଯେଉଁ ପୋଷକ ବା ଭିଟାମିନ୍ ଦରକାର ହୋଇଥାଏ ତାକୁ ଦିଆଯାଏ ବାହାରୁ, ତାକୁ ଖତ ବା ସାର କୁହାଯାଏ। ମୃତ୍ତିକା ଉଦ୍ଭିଦକୁ ଖଣିଜ ପୋଷକ ଯୋଗାଇଥାଏ। ମାଟି କ'ଣ କରିଥାଏ ନା ଉଦ୍ଭିଦକୁ ଖଣିଜ ପୋଷକ ଯୋଗାଇଥାଏ। ଏହି ଖଣିଜ ପୋଷକ ଗୁଡ଼ିକ ଉଦ୍ଭିଦର ବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ। ଏଇ ଯେଉଁ ଖଣିଜ ପୋଷକ ଗୁଡ଼ିକ କ'ଣ ନା ଉଦ୍ଭିଦର ବଢ଼ିବା ପାଇଁ ନିହାତି ଆବଶ୍ୟକ। କେତେକ ସ୍ଥାନରେ କୃଷକ ଗୋଟିଏ ଜମିରେ ଶସ୍ୟ ପରେ ଶସ୍ୟ ଉତ୍ପାଦିତ, କେତେକ ଜାଗାରେ କୃଷକ କ'ଣ କରିଥାଏ ନା ଗୋଟିଏ ଜମିରେ ଶସ୍ୟ ଫସଲ ପରେ ଫସଲ କରିଚାଲିଥାଏ। ପଡ଼ିଆକୁ ଫାଙ୍କା ଦିଏ ନାହିଁ ବା ରେଷ୍ଟ ଦିଏ ନାହିଁ। ଜମିକୁ କେବେ ହେଲେ ପଡ଼ିଆ ରହିବାକୁ ଦିଏ ନାହିଁ। ଭାବିଲ ଦେଖି ଏଥିରେ ପୋଷକ ଅବସ୍ଥା କ'ଣ ହେଉ। ଲଗାତାର ଭାବରେ ଜମିରେ ଚାଷ ଉତ୍ପାଦନ କଲେ ମୃତ୍ତିକାରେ କେତୋଟି ପୋଷକ ପଦାର୍ଥ କମିଯାଏ। ଯଦି ଲଗାତାର ଭାବେ ଜମିରେ ଫସଲ ଉତ୍ପାଦନ କଲେ ତାହେଲେ ମୃତ୍ତିକାରେ କେତେକ ପୋଷକ ପଦାର୍ଥ କମିଯାଏ। କୃଷକ ଏହି ପୋଷକ ପଦାର୍ଥକୁ ଭରଣ କରିବା ପାଇଁ ଜମିରେ ସାର ପ୍ରୟୋଗ କରିଥାଏ। କୃଷକ କ'ଣ କରିଥାଏ ନା ସେଇ ଯେଉଁ ଲଗାତାର ଶସ୍ୟ କରିବା ଦ୍ୱାରା ମାଟିରେ ତାର ଯେଉଁ ପୋଷକ ପଦାର୍ଥ ମାଟିରୁ କମିଗଲା ତାକୁ ଭରଣ କରିବା ପାଇଁ ସାର ପ୍ରୟୋଗ କରିଥାଏ। ଆବଶ୍ୟକତାଠାରୁ ବେଶୀ ବା କମ୍ ସାର ପ୍ରୟୋଗ ଦୁର୍ବଳ ଗଛ ସୃଷ୍ଟି କରେ। ଯେତିକି ସାର ଆବଶ୍ୟକ ଯଦି ତାଠୁ ଅଧିକା ସାର ପକାଇଲେ ତାହେଲେ ଗଛ ଦୁର୍ବଳ ହେଇଯିବ। କମ୍ ସାର ପକାଇଲେ ମଧ୍ୟ ଗଛ ଦୁର୍ବଳ ହୋଇଯିବ। ତାର ଯେତିକି ସାର ଦରକାର ସେତିକି ପକାଇବାକୁ ପଡ଼ିବ। ଖତ ଏକ ଜୈବିକ ପଦାର୍ଥ। ଖତ ହେଉଛି ଗୋଟେ ଜୈବିକ ପଦାର୍ଥ। କାହିଁକି ନା ଖତଟା ଜୀବଠାରୁ ବାହାରିଥାଏ। ଏହା ଉଦ୍ଭିଦ ଓ ପ୍ରାଣୀଙ୍କ ବର୍ଜ୍ୟବସ୍ତୁର ଅପଘଟନ ସୃଷ୍ଟି ହୋଇଥାଏ। ଖତଟା କ'ଣ ହେଇଥାଏ ନା ଉଦ୍ଭିଦ ବା ପ୍ରାଣୀଙ୍କର ବର୍ଜ୍ୟବସ୍ତୁର ଅପଘଟନ, ତାଙ୍କ ବର୍ଜ୍ୟବସ୍ତୁଟା ଅପଘଟ ହେଇକରି ଖତଟା ସୃଷ୍ଟି ହୋଇଥାଏ। ଖୋଲା ସ୍ଥାନରେ ଗାତ ଖୋଳି କୃଷକ ଉଦ୍ଭିଦ ଓ ପ୍ରାଣୀର ଆବର୍ଜନାକୁ ପୋତି ଦିଏ। ଖୋଲା ସ୍ଥାନରେ ଗାତ ଖୋଳି କୃଷକ କ'ଣ କରେ, ଆମେ ଯେଉଁ ଖତ ଗାଡ଼ିଆ ଯେଉଁ କୁହନ୍ତି, ଖତଟା କ'ଣ ଗୋବର ନେଇକି ପକାନ୍ତି ଆଉ ଆଷାଢ଼ ମଳିଆ ଝାଟି ପତ୍ର ସବୁ ପକାନ୍ତି। ସେ ସବୁ ପଚି ସଢ଼ିକି କ'ଣ ହୁଏ ନା ଖତରେ ପରିଣତ ହୁଏ। କେତେକ ଅଣୁଜୀବ ଦ୍ୱାରା ଏହା ପଚି ସଢ଼ି ଯାଏ। ଏହି ପଚି ଯାଇଥିବା ପଦାର୍ଥ ଖତ ରୂପେ ବ୍ୟବହାର କରାଯାଏ। ଏଇ ଯେଉଁ ପଚି ଯାଇଥିବା ପଦାର୍ଥ ଖତ ରୂପେ ବ୍ୟବହାର କରାଯାଏ। ତୁମେ ଆଗରୁ ଜିଆ ଖତ ତାର ପ୍ରସ୍ତୁତି ବିଷୟରେ ଆଗରୁ ତୁମେ ଜିଆ ଖତ ତାର ପ୍ରସ୍ତୁତି ବିଷୟରେ ପଢ଼ିଛ। ତୁମେ କହିଲ ନା ତୁମ ପାଇଁ କାମ। ମୁଗ କିମ୍ବା ବୁଟ ମଞ୍ଜି ନେଇ ଗଜା କର। ସେଥିରୁ 4ଟି ସମାନ ଆକୃତିର ଗଜା ମଞ୍ଜି ନିଅ। ଗଜା କରିବା 4ଟା ମଞ୍ଜି ନେଇ ସେଥିରୁ 4ଟା ସମାନ ଆକୃତିର ଗଜା ମଞ୍ଜି ନେବା। 3ଟି ଖାଲି ଗ୍ଲାସ୍ ନିଅ। 3ଟା ଖାଲି ଗ୍ଲାସ୍ ନେବା। ସେଗୁଡ଼ିକୁ ଏ ବି ସି କରି ଚିହ୍ନଟ କରିବା। ସବୁ ଗ୍ଲାସ୍ରେ ଏ ବି ସି ନାଁ ଦେଇଦେବା। ଗ୍ଲାସ୍ ଏରେ କିଛି ମାଟି ସହିତ ଅଳ୍ପ କିଛି ଗୋବର ମିଶାଇ ରଖ। ଗ୍ଲାସ୍ ଏରେ ମାଟି ସହିତ କିଛି ଗୋବର ମାନେ ଖତ ଦେଲେ। ଗ୍ଲାସ୍ ବିରେ ମାଟି ସହିତ ଅଳ୍ପ ୟୁରିଆ ସାର ମିଶାଇ ରଖ। ଗ୍ଲାସ୍ ବିରେ କିଛି ୟୁରିଆ ସାର ଦେଲେ। ଗ୍ଲାସ୍ ସିରେ ସେହି ପରିମାଣ ମାଟି ଦେବ। ତା'ମାନେ ଗୋଟାକରେ ଜୈବିକ ସାର ଦେଲେ, ଗୋଟାକରେ ୟୁରିଆ ବା ରାସାୟନିକ ସାର ଦେଲେ, ଆଉ ଗୋଟାକରେ ଖାଲି ମାଟିରେ ମଞ୍ଜି ଲଗେଇଲେ। ଦେଖିବା କ'ଣ ହେଉଛି। ଚିତ୍ରରେ ଦେଖାଯାଇଥିବା ଭଳି 3ଟି ଗ୍ଲାସ୍ରେ ସମାନ ପରିମାଣରେ ପାଣି ଦେଇ ଚାରା ରୋପଣ କଲ। 3ଟା ଗ୍ଲାସ୍ରେ ସମାନ ପରିମାଣରେ ପାଣି ଦେଇକି ଚାରା ଲଗେଇବା। ଗ୍ଲାସ୍ ଗୁଡ଼ିକୁ ନିରାପଦ ସ୍ଥାନରେ ରଖି ପ୍ରତିଦିନ ପାଣି ଦିଅ। ନିରାପଦ ସ୍ଥାନରେ ରଖି ପ୍ରତିଦିନ ପାଣି ଦେବ। 7ରୁ 10 ଦିନ ମଧ୍ୟରେ ସେମାନଙ୍କ ବୃଦ୍ଧି ଲକ୍ଷ୍ୟ କର। 7ରୁ 10 ଦିନ ମଧ୍ୟରେ ତାଙ୍କ ବୃଦ୍ଧି ଲକ୍ଷ୍ୟ କରିବା। 3ଟି ଯାକ ଗ୍ଲାସ୍ରେ ଥିବା ଉଦ୍ଭିଦମାନେ ସମାନ ଭାବେ ବଢ଼ିଛନ୍ତି କି? 3ଟା ଯାକ ଗ୍ଲାସ୍ରେ ଯେଉଁ ଉଦ୍ଭିଦ ଅଛନ୍ତି ସେମାନେ ସମାନ ଭାବରେ ବଢ଼ିଛନ୍ତି କି? ନା ବଢ଼ି ନଥିବେ। ଯେଉଁ ଗ୍ଲାସ୍ରେ ଜୈବିକ ସାର ରାସାୟନିକ ସାର ସେଥିରେ ଅଧିକା ପଡ଼ିବ, ଯେଉଁଠି ଜୈବିକ ସାରଟି କମ୍, ସେଥିରେ ଖାଲି ମାଟି ସେଥିରେ ଆହୁରି କମ୍ ବଢ଼ିବ। ତାପରେ କ'ଣ କଲା ନା ସାର ଏକ ରାସାୟନିକ ପଦାର୍ଥ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ପୋଷକ ବହୁ ପରିମାଣରେ ଥାଏ। ସାର ହେଉଛି ଗୋଟିଏ ରାସାୟନିକ ପଦାର୍ଥ ଯେଉଁଥିରେ ନିର୍ଦ୍ଦିଷ୍ଟ ପୋଷକ ବହୁ ପରିମାଣରେ ଥାଏ। ଏଗୁଡ଼ିକ ଖତଠାରୁ କିଭଳି ପୃଥକ୍? ଏଗୁଡ଼ିକ ଖତଠାରୁ କିଭଳି ପୃଥକ୍? ରାସାୟନିକ ସାର ଗୁଡ଼ିକ କାରଖାନାରେ ତିଆରି। ରାସାୟନିକ ସାର କେଉଁଠି ତିଆରି ହୁଏ ନା କାରଖାନାରେ ତିଆରି ହୋଇଥାଏ। ଉଦାହରଣ ସ୍ୱରୂପ ୟୁରିଆ, ଆମୋନିୟମ ସଲଫେଟ୍, ସୁପର ଫସଫେଟ୍, ପଟାସ୍, NPK, ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପୋଟାସିୟମ୍ ଏଗୁଡ଼ିକ ସବୁ କ'ଣ ରାସାୟନିକ ସାର ଗୁଡ଼ିକ ମନେ ରଖିବ। କେଉଁଟା ରାସାୟନିକ ସାର? ରାସାୟନିକ ସାର ହେଉଛି କ'ଣ ରାସାୟନିକ ସାର ଗୁଡ଼ିକ ମନେ ରଖିବ।
ରାସାୟନିକ ସାର ପ୍ରୟୋଗ ଦ୍ୱାରା କୃଷକ ଧାନ, ଗହମ, ମକା ଭଳି ଖାଦ୍ୟଶସ୍ୟ ଅଧିକ ଉତ୍ପାଦନ କରିଥାଏ। କ'ଣ କହିଲ? ରାସାୟନିକ ସାର ପ୍ରୟୋଗ ଦ୍ୱାରା କୃଷକ ଧାନ, ଗହମ, ମକା ଭଳି ଶସ୍ୟ ଅଧିକ ଉତ୍ପାଦନ କରିଥାଏ। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଫଳରେ ମାଟି ତାର ଉର୍ବରତା ହରାଏ। ଯଦି ଆମେ ଅଧିକ ରାସାୟନିକ ସାର ପ୍ରୟୋଗ କରିବା ତ ମାଟି ତାର ଉର୍ବରତା ହରାଇବ। ରାସାୟନିକ ସାର ମୃତ୍ତିକା ପ୍ରଦୂଷଣର ଏକ ଉତ୍ସ। ରାସାୟନିକ ସାର ମାଟିକି ଖରାପ କରିବାର, ଦୂଷିତ କରିବାର ଗୋଟେ ଉତ୍ସ। ମୃତ୍ତିକାର ଉର୍ବରତା ରକ୍ଷା କରିବା ପାଇଁ ଆମକୁ ରାସାୟନିକ ସାର ସହିତ ଜୈବିକ ସାର ପ୍ରୟୋଗ କରିବାକୁ ପଡ଼ିବ। କ'ଣ କରିବା ନା ମାଟିର ଉର୍ବରତାଟାକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ରାସାୟନିକ ସାର ସହିତ ଜୈବିକ ସାର ବା ଖତ ପ୍ରୟୋଗ କରିବାକୁ ପଡ଼ିବ। କିମ୍ବା ଦୁଇଟି ଫସଲ ମଧ୍ୟରେ ଜମିକୁ କିଛି ଦିନ ପଡ଼ିଆ ରଖିବାକୁ ପଡ଼ିବ। କିମ୍ବା ଦୁଇଟା ଫସଲ ମଧ୍ୟରେ ଜମିକୁ କିଛି ଦିନ ପଡ଼ିଆ ରଖିବାକୁ ପଡ଼ିବ। ଖତ ପ୍ରୟୋଗ ଦ୍ୱାରା ମୃତ୍ତିକା ଉନ୍ନତ ହୁଏ ଏବଂ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଏ। କ'ଣ କରିବା? ଖତ ପ୍ରୟୋଗ କରିବା ଦ୍ୱାରା ମୃତ୍ତିକା ଉନ୍ନତ ହୋଇଥାଏ ଏବଂ ତାର ଜଳଧାରଣ କ୍ଷମତାଟା ବଢ଼ିଥାଏ, ମାନେ ଅଧିକା ଜଳ ଧରି ରଖିଥାଏ। ଏହା ମୃତ୍ତିକାରେ ସମସ୍ତ ପୋଷକ ପଦାର୍ଥ ବହନ କରିଥାଏ। ଏହା କ'ଣ କରିଥାଏ ନା ମାଟିରେ ଥିବା ସମସ୍ତ ପୋଷକ ପଦାର୍ଥକୁ ବହନ କରିଥାଏ। ତାପରେ ସେଟା କ'ଣ ନା ଫସଲ ପର୍ଯ୍ୟାୟ। ଫସଲ ପର୍ଯ୍ୟାୟ ଦ୍ୱାରା ମଧ୍ୟ ମୃତ୍ତିକାରେ ପୋଷକ ପଦାର୍ଥ ପରିପୂର୍ଣ୍ଣ ହୁଏ। ଫସଲ ପର୍ଯ୍ୟାୟ ଦ୍ୱାରା ମଧ୍ୟ କ'ଣ ନା ମାଟିରେ ଥିବା ପୋଷକ ପଦାର୍ଥ ପରିପୂର୍ଣ୍ଣ ହୋଇଥାଏ। ଏହା ଗୋଟିଏ ଜମିରେ ଫସଲ ବଦଳାଇ ଚାଷ କରିବା ଦ୍ୱାରା ସମ୍ଭବ ହୁଏ। ଧର ଧାନ କଲ, ତାପରେ ମୁଗ କଲ, ତାପରେ ବିରି କଲ, ତାପରେ ପନିପରିବା ଲଗେଇଲ, ଏଇ ଟାଇପ୍ର ଆଉ। ଗୋଟେ ଜିନିଷ ବାରବାର ନ କରିକିନି ଅଲଗା ଅଲଗା ଜିନିଷ ଲଗେଇବା ଦ୍ୱାରା ବଦଳାଇ ଚାଷ କରିବା ଦ୍ୱାରା ସମ୍ଭବ ହୁଏ। ପୂର୍ବ କାଳରେ ଉତ୍ତର ଭାରତର କୃଷକମାନେ ଗୋଟିଏ ଋତୁରେ ଡାଲି ଜାତୀୟ ଫସଲ ଚାଷ କରୁଥିଲେ ଏବଂ ଅନ୍ୟ ଋତୁରେ ଗହମ ଚାଷ କରୁଥିଲେ। କ'ଣ କହିଲା ନା ପୂର୍ବ କାଳରେ ଉତ୍ତର ଭାରତରେ ଯେଉଁ କୃଷକମାନେ ଥିଲେ ସେମାନେ ଗୋଟେ ଋତୁରେ ଡାଲି ଜାତୀୟ ଫସଲ ଚାଷ କରୁଥିଲେ ଏବଂ ଅନ୍ୟ ଋତୁରେ ଗହମ ଚାଷ କରୁଥିଲେ। ଏହା ଜମିରେ ଯବକ୍ଷାରଜାନ ଅଭାବକୁ ଭରଣା କରିଥାଏ। ଏହି ପଦ୍ଧତି ଚାଲୁ ରଖିବା ପାଇଁ ଏବେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଏ। ଏହି ପଦ୍ଧତି ଚାଲୁ ରଖିବା ପାଇଁ ଏବେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ପୂର୍ବ ଶ୍ରେଣୀରେ ତୁମେ ରାଇଜୋବିୟମ ବୀଜାଣୁ ବା ବ୍ୟାକ୍ଟେରିଆ ବିଷୟରେ ପୂର୍ବ ଶ୍ରେଣୀରେ ତୁମେ ପଢ଼ିଛ ରାଇଜୋବିୟମ ବୀଜାଣୁ ବା ବ୍ୟାକ୍ଟେରିଆ ବିଷୟରେ। ଏହା ଶିମ, ମଟର ଆଦି ଛୁଇଁ ଜାତୀୟ ଉଦ୍ଭିଦରେ ଚେରରେ ଥିବା ଗ୍ରନ୍ଥିକା ବା ଗଣ୍ଠିରେ ଥାଏ। ଏଗୁଡ଼ିକ କେଉଁଠି ଥାଏ ନା ଶିମ, ମଟର ଆଦି ଛୁଇଁ ଜାତୀୟ ଉଦ୍ଭିଦର ଚେରରେ ଥିବା ଗ୍ରନ୍ଥିରେ ବା ଗଣ୍ଠିରେ ଥାଏ। ସେମାନେ ବାୟୁମଣ୍ଡଳୀୟ ଯବକ୍ଷାରଜାନ ବିବର୍ଦ୍ଧନ କରିଥାନ୍ତି। ସେମାନେ କ'ଣ କରନ୍ତି ନା ବାୟୁମଣ୍ଡଳୀୟ ଯବକ୍ଷାରଜାନ ବିବର୍ଦ୍ଧନ କରିଥାନ୍ତି। ଏତିକି ମଧ୍ୟ ମନେ ରଖିବ। ତାପରେ ସେଟା କ'ଣ ରାସାୟନିକ ସାର ଓ ଖତ ମଧ୍ୟରେ ପାର୍ଥକ୍ୟ। ଫାର୍ଷ୍ଟ କ'ଣ କହିଲା ନା ରାସାୟନିକ ସାର ଏକ ଅଜୈବିକ ଲବଣ। ରାସାୟନିକ ସାର ହେଉଛି ଗୋଟେ ଅଜୈବିକ, ମାନେ ଜୀବ ପାଖରୁ ଆମେ ରାସାୟନିକ ସାରକୁ ପାଇନଥାଉ। ରାସାୟନିକ ସାର କାରଖାନାରେ ପ୍ରସ୍ତୁତ। ରାସାୟନିକ ସାର କେଉଁଠି ଉତ୍ପାଦନ ନା କାରଖାନାରେ ପ୍ରସ୍ତୁତ ହୋଇଥାଏ। ରାସାୟନିକ ସାର ମୃତ୍ତିକାକୁ କୌଣସି ହ୍ୟୁମସ୍ ଦେଇନଥାଏ। ରାସାୟନିକ ସାର ମାଟିକୁ ହ୍ୟୁମସ୍ ଦେଇନଥାଏ। ରାସାୟନିକ ସାର ଉଦ୍ଭିଦ ପୋଷକ ଯଥା ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ୍ ଆଦି ପୋଷକରେ ପରିପୂର୍ଣ୍ଣ ହୋଇଥାଏ। ରାସାୟନିକ ସାରଟା ଉଦ୍ଭିଦ ପୋଷକ ଯଥା ଯବକ୍ଷାରଜାନ, ଫସ୍ଫରସ୍ ଓ ପୋଟାସିୟମ୍, ମାନେ ଯେଉଁଥିରେ ଉଦ୍ଭିଦଟା ପୋଷକ ପାଇବ ସେଇଥିରେ ସେଟା ହେଇଥାଏ। କ'ଣ ନା ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ୍। ତାପରେ ଆସିଲା କ'ଣ ନା ଖତ। ଖତ ଏକ ପ୍ରାକୃତିକ ପଦାର୍ଥ ଯାହାକି ଗୋବର, ମନୁଷ୍ୟର ବର୍ଜ୍ୟବସ୍ତୁ, ଉଦ୍ଭିଦ ଅବଶେଷର ବିଘଟନରୁ ମିଳିଥାଏ। କ'ଣ କହିଲା ନା ଖତ ହେଉଛି ଗୋଟେ ପ୍ରାକୃତିକ ପଦାର୍ଥ ଯେଉଁଟାକି ଗୋବର ଏବଂ ମୋଟାମୋଟି ମଳ, ମନୁଷ୍ୟର ବର୍ଜ୍ୟବସ୍ତୁ, ଉଦ୍ଭିଦ ଅବଶେଷରେ ବିଘଟନରୁ ମିଳିଥାଏ। ଖତ ଜମିରେ ପ୍ରସ୍ତୁତ। ଖତଟା କ'ଣ ହୁଏ ନା ଜମିରେ ଜମିରେ ଖତ ଗାଡ଼ିଆ କରିଥାନ୍ତି, ସେଠି ପକାନ୍ତି, ସେ ପଚିସଢ଼ି ଖତ ଗାଡ଼ିଆ ସେଟା ପ୍ରସ୍ତୁତ ହୁଏ। ଖତ ମୃତ୍ତିକାକୁ ପ୍ରଚୁର ପରିମାଣରେ ହ୍ୟୁମସ୍ ଦେଇଥାଏ। ଖତ କ'ଣ କରିଥାଏ ନା ମୃତ୍ତିକାକୁ ପ୍ରଚୁର ପରିମାଣରେ ହ୍ୟୁମସ୍ ଯୋଗାଇଥାଏ। ଖତରେ ଉଦ୍ଭିଦ ପୋଷକ ଅପେକ୍ଷାକୃତ କମ୍ ପରିମାଣରେ ଖତରେ କ'ଣ କହିଲେ ଉଦ୍ଭିଦ ଅପେକ୍ଷାକୃତ ପୋଷକ କମ୍ ପରିମାଣରେ ପାଇଥାଏ। ଖତର ଉପକାରିତା। ଖତ ରାସାୟନିକ ସାର ଠାରୁ ଉନ୍ନତ, କାରଣ ଖତ ହେଉଛି ରାସାୟନିକ ସାର ଠାରୁ ଉନ୍ନତ। କ'ଣ ପାଇଁ ନା ଏହା ମୃତ୍ତିକାର ଜଳଧାରଣ କ୍ଷମତା ବୃଦ୍ଧି। ଖତଟା ମାଟିର ଜଳଧାରଣ କ୍ଷମତା ବୃଦ୍ଧି କରେ। ଏହା ମୃତ୍ତିକାକୁ ଛିଦ୍ରଯୁକ୍ତ କରେ। ଏହା ମାଟିକି ଛିଦ୍ରଯୁକ୍ତ, ମାନେ ମାଟିରେ କଣା ରଖିବାରେ ସାହାଯ୍ୟ କରେ। ଫଳରେ ଗ୍ୟାସ୍ ବିନିମୟ ଯାହାଦ୍ୱାରା କି ଗ୍ୟାସ୍ଟା ମାଟି ଭିତରକୁ ଯାଇପାରେ।
ଏହା ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧି କରାଏ। ତ ଖତ କ'ଣ କରେ ନା ମାଟିରେ ଯେଉଁ ଉପକାରୀ ଅଣୁଜୀବ ଥାନ୍ତି ତାଙ୍କର ସଂଖ୍ୟା ବୃଦ୍ଧି କରାଏ, ମାନେ ତାଙ୍କୁ ବଢ଼ିବାରେ ସାହାଯ୍ୟ କରେ। ଏହା ମୃତ୍ତିକାର ଗଠନ ଉନ୍ନତି ଥାଏ, ମାଟିର ଗଠନରେ ମଧ୍ୟ ଉନ୍ନତ କରିଥାଏ। ଚଳିତ ପ୍ରଶ୍ନ ଜଳସେଚନ। ବଞ୍ଚିବା ପାଇଁ ପ୍ରତ୍ୟେକ ଜୀବ ଜଳ ଆବଶ୍ୟକ କରେ। ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ, ଗାଈ ଗୋରୁ, ଛେଳି ମେଣ୍ଢା, କୁକୁର ବିଲେଇ ଯେତେ ଯାହାଙ୍କର ସବୁ ଜୀବନ ଅଛି ସେମାନେ ସବୁ କ'ଣ ଜଳ ଆବଶ୍ୟକ କରିଥାନ୍ତି। ଫୁଲ, ଫଳ ଏବଂ ମଞ୍ଜିର ସମୁଚିତ ବୃଦ୍ଧି ଓ ବିକାଶ ପାଇଁ ଜଳ ଆବଶ୍ୟକ। ଫୁଲ, ଫଳ ଆଉ ମଞ୍ଜି ଏ ସମସ୍ତଙ୍କର ବୃଦ୍ଧି ଓ ବିକାଶ ପାଇଁ ଜଳ ଆବଶ୍ୟକ। ଚେର ଦ୍ୱାରା ଜଳ ଅବଶିଷ୍ଟ, ଚେର ଦ୍ୱାରା ଜଳ ଅବଶିଷ୍ଟ ହୋଇଥାଏ, ମାନେ ଉଦ୍ଭିଦ ଶୋଷି ନେଇଥାଏ। ଜଳ ସହିତ ଖଣିଜ ଲବଣ ଓ ରାସାୟନିକ ସାର ମଧ୍ୟ ଅବଶିଷ୍ଟ। ଜଳ ସହିତ ଖଣିଜ ଲବଣ, ରାସାୟନିକ ସାର ମଧ୍ୟ ଅବଶିଷ୍ଟ। ଯେଉଁ ଚେର ନେଇଥାଏ ମାଟିରୁ ଜଳ, ତା ସହିତ ସେ କ'ଣ ନିଏ ନା ଖଣିଜ ଲବଣ ନିଏ ଏବଂ ରାସାୟନିକ ସାର ମଧ୍ୟ ନେଇଥାଏ। ଉଦ୍ଭିଦରେ 90% ଜଳ ରହିଛି। ଉଦ୍ଭିଦରେ କେତେ ଭାଗ ଜଳ ରହିଛି ନା 90% ଜଳ ରହିଛି। ଜଳ ଦ୍ୱାରା ମଞ୍ଜି ଗଜା ହୁଏ। ପୋଷକ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଉଦ୍ଭିଦର ପ୍ରତ୍ୟେକ ଜଳ ଦ୍ୱାରା ମଞ୍ଜିଟା ଗଜା ହୋଇଥାଏ। ଯଦି ଆମେ ମଞ୍ଜିକି ପାଣି ପକାଇବା ସେ ଗଜା ହେଇଯିବ। ପୋଷକ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଉଦ୍ଭିଦର ପ୍ରତ୍ୟେକ ଅଂଶରେ ପହଞ୍ଚେ। ପୋଷକ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଉଦ୍ଭିଦର ପ୍ରତ୍ୟେକ ଅଂଶରେ ପହଞ୍ଚିଥାଏ। ଜଳ ଫସଲକୁ ଉଭୟ ହିମପାତ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ରକ୍ଷା କରେ। ଜଳ କ'ଣ କରେ ନା ଫସଲକୁ ହିମପାତ ମାନେ ଥଣ୍ଡାରେ ରକ୍ଷା କରେ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ରକ୍ଷା କରେ। ସୁସ୍ଥ ଫସଲ ବୃଦ୍ଧି ପାଇଁ ଜମିର ଆର୍ଦ୍ରତା ରକ୍ଷା କରିବା ଆବଶ୍ୟକ। ସୁସ୍ଥ ଫସଲ ବୃଦ୍ଧି କରିବା ପାଇଁ ମାନେ ବଢ଼େଇବା ପାଇଁ ଜମିର ଆର୍ଦ୍ରତା ମାନେ ଅଠାଳିଆ ଅଂଶଟାକୁ ରକ୍ଷା କରିବା ଆବଶ୍ୟକ। ଏହା ନିୟମିତ ଜଳସେଚନ ଦ୍ୱାରା ସମ୍ଭବ। ଏଇଟା କ'ଣ ନା ନିୟମିତ ଜଳସେଚନ କରିବା ଦ୍ୱାରା ସମ୍ଭବ ହୋଇଥାଏ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ଜଳ ଯୋଗାଇ ଦେବାକୁ ଜଳସେଚନ କୁହାଯାଏ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ଜଳ, ମାନେ ଯେଉଁ ଟାଇମ୍ରେ ତାକୁ ଯେତିକି ପାଣି ଦରକାର ସେତିକି ଯୋଗାଇ ଦେବାକୁ ଜଳସେଚନ କୁହାଯାଏ। ଫସଲ, ମୃତ୍ତିକା ଓ ଋତୁ ଅନୁଯାୟୀ ଜଳସେଚନର ସମୟ ଓ ମାତ୍ରା ପରିବର୍ତ୍ତିତ। କ'ଣ କରିବା ନା ଫସଲ, କେଉଁ ଫସଲ କରୁଛେ ଆମେ ତାକୁ କେତେ ପାଣି ଦରକାର। ମୃତ୍ତିକା, ମାଟି କିପରି, ଉର୍ବର ମାଟି ବା ପଥୁରିଆ ମାଟି, ଏବଂ ଋତୁ ଅନୁଯାୟୀ ଖରା ଦିନ ବା ବର୍ଷା ଦିନ ବା ଶୀତ ଦିନ, ସେହି ଅନୁସାରେ ଜଳସେଚନର ସମୟ, କେଉଁ ଟାଇମ୍ରେ ଜଳ ମଡ଼େଇବା, ମାତ୍ରା ଏବଂ କେତେ ମାତ୍ରାରେ ଜଳ ଦେବା, ଏଇଟା ପରିବର୍ତ୍ତନ ହୋଇଥାଏ। ଖରାଦିନେ ଜଳସେଚନ ମାତ୍ରା ଅଧିକ ହୁଏ। ଏହାର କାରଣ ମୃତ୍ତିକା ଓ ପତ୍ରରେ ଅଧିକ ବାଷ୍ପୀଭବନ ଯୋଗୁଁ ହୋଇପାରେ। କ'ଣ କରିବା ଖରାଦିନେ ମାଟିର ଅଧିକା ବାଷ୍ପ ହୋଇ ପଳେଇବ, ଯାହାଦ୍ୱାରା କି ଅଧିକା ପାଣି ଦରକାର। ତୁମେ ଗଛରେ ନିୟମିତ ପାଣି ଦେବା ପାଇଁ ଯତ୍ନବାନ ହେବା ଦରକାର। କ'ଣ କରିବା ନା ଖରାଦିନେ ଗଛରେ ନିୟମିତ ପାଣି ଦେବା ପାଇଁ ଯତ୍ନବାନ ହେବା ଦରକାର। ଗଛରେ ପାଣି ନଦେଲେ ଗଛ ଶୁଖି ମରିଯାଏ। ଯଦି ଆମେ ଖରାଦିନେ ଗଛରେ ପାଣି ନଦେବା ତାହେଲେ ପାଣି ଶୁଖି ମରିବ। ତାପରେ କ'ଣ ଆସିଲା ନା ଜଳସେଚନର ଉତ୍ସ, ମାନେ ଜଳ କୋଉଠୁ ଆଣିକି ଜଳସେଚନ କରିବ। ଜଳସେଚନର ଉତ୍ସ ଗୁଡ଼ିକ ହେଉଛି କୂପ, ନଳକୂପ, ପୋଖରୀ, ହ୍ରଦ, ନଦୀ, ଜଳଭଣ୍ଡାର ଏବଂ କେନାଲ। ସବୁ ଜାଣିଛୁ। କୂଅର କୂପ ହେଲା କୂଅ, ନଳକୂପ ହେଲା ପାଇପ୍, ପୋଖରୀ ଜାଣିଛ, ହ୍ରଦ ଜାଣିଛ, ନଦୀ ଜାଣିଛ। ଜଳଭଣ୍ଡାର ହେଲା ଆମେ ଯଦି ଗୋଟେ ଜାଗାରେ ଗାଡ଼ିଆ କରି ମନେକର ବହୁତ ଦୂରରେ ଅଛି ବିଲ, ସେଠି କ'ଣ କରିବା ନା ଗୋଟେ ପୋଖରୀ ଟାଇପ୍ର କରି ଜଳ ଷ୍ଟକ୍ କରିକି ରଖେ, ତାକୁ ଜଳଭଣ୍ଡାର କୁହାଯାଏ। ଏବଂ କେନାଲ ଦ୍ୱାରା ମଧ୍ୟ ଜଳ ମଡ଼ାଯାଇଥାଏ। ପାରମ୍ପରିକ ଜଳସେଚନ ପଦ୍ଧତି। ପୁରାତନ ପଦ୍ଧତିରେ କୂପ, ନଦୀ ନାଳରୁ ବିଭିନ୍ନ ଉପାୟରେ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସାହାଯ୍ୟରେ ଶସ୍ତାରେ ଜଳସେଚନ ହେଉଥିଲା। କ'ଣ କରିବା ନା ଆଗକାଳରେ ଲୋକମାନେ ଗୃହପାଳିତ ପଶୁମାନଙ୍କ ସାହାଯ୍ୟରେ ଶସ୍ତାରେ ଜଳସେଚନ କରୁଥିଲେ। ମାତ୍ର ଏହି ପଦ୍ଧତି ଗୁଡ଼ିକ ସେତେ ଫଳପ୍ରଦ ନଥିଲା। ଆଜି ଏତିକି ଥାଉ, ନେକ୍ସଟ କ୍ଲାସ୍ ପଢ଼ିବା।